ଶ୍ରମିକ ସଂଗଠନର ବୈଠକ ହୋଇଯାଇଛି ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲା ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଖଡ଼ିଆଳସ୍ଥିତ ଅଗ୍ରେସନ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଶ୍ରମିକ ବର୍ଗ ବିଶେଷ କରି ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, କେନ୍ଦୁପତ୍ର ତୋଲାଳି ଓ ଅନ୍ୟାନ୍ୟ ବର୍ଗର ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ସଂଗଠନର ଦୃଢ଼ତା ଓ ସକ୍ରିୟତା, ଜିଲ୍ଲାକୁ ଦାଦନ ମୁକ୍ତ କରିବା ସହିତ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଖରିଆଳ ରୋଡରୁ ନୂଆପଡ଼ା ଜିଲ୍ଲା ସଦର ମହକୁମାକୁ ତୁରନ୍ତ ସ୍ଥାନାନ୍ତର ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଖାଇ ଭେଟ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମିକଙ୍କ ସମସ୍ୟା, ମହାସଂଘର ସାଂଗଠନିକ ଦୃଢ଼ତା ଓ ବିସ୍ତାର ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇ ମହାସଂଘର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ। ମହାସଂଘର ଉପଦେଷ୍ଟା କେଶବ ବେହେରା, ପ୍ରଦୀପ ଦଣ୍ଡସେନା, ଭକ୍ତବନ୍ଧୁ ଧରୁଆ, ଚୈତନ ତାଣ୍ଡି, ଭାରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।